ସମୟ କେତେବେଳେ କାହାକୁ ଟେକି କଚାଡ଼ି ଦେଉଛି ତ କାହାକୁ ମୁଣ୍ଡେଇ ବୁଲୁଛି, କାହା ବେକରେ ମଲ୍ଲି ଫୁଲର ମାଳ ଲମ୍ବେଇ ଦେଇ ଗେଲ କରୁଛି ତ କାହାକୁ ତଳେ ଘୋଷାଡ଼ି ଘୋଷାଡ଼ି ରକ୍ତାକ୍ତ କରୁଛି। ଏହି ସମୟ ଭିତରେ ଯେ ଚାଳ ଦେଇ ହସି ହସି ଦୁଃଖକୁ ସୁଖ ଭଳି ଓ ସୁଖକୁ ଦୁଃଖ ଭଳି ଗ୍ରହଣ କରିନେଉଛି, ସେ ହିଁ ଜ୍ଞାନୀ। ଏଣୁ ହେ ମୋର ପ୍ରିୟ ଜ୍ଞାନୀ ଶ୍ରୋତାମଣ୍ଡଳୀ, ଆପଣମାନେ ଅବଶ୍ୟ ଅବଗତ ଥିବେ ଯେ କୌଣସି ଦୁର୍ଘଟଣା ପାଇଁ ମୋର ପ୍ରିୟ ବନ୍ଧୁମାନେ ଯେଉଁମାନେ ତୁଳା ରାଶିର, ସେମାନେ ମୁଁ ନିକଟ ଅତୀତରେ ମାସିକ ରାଶି ଫଳରେ ତୁଳା ରାଶି ଉପରେ କହିଥିବା ଦ୍ୱିପଦ ଶୁଣିପାରି ନାହାନ୍ତି। ଏହା ହୁଏତ ବୈଦ୍ୟୁତିକ ସଂଯୋଜନାର ବିଫଳତା ବା ମୋ ଦୁର୍ଭାଗ୍ୟ। ବନ୍ଧୁ, ଆପଣମାନେ ଖୁସି ହୁଅନ୍ତୁ ଯେ ବୃହସ୍ପତି ମେ 15ରେ ଆପଣଙ୍କୁ କଲ୍ୟାଣ କରିବେ, ଦୁଇ ହାତ ଟେକି ଆଶୀର୍ବାଦ କରିବେ। ସେ ନବମ ହେବେ। ଏବେ ଦଶମ ମଙ୍ଗଳ ସବୁ ଦିଗରୁ ଶାରୀରିକ, ମାନସିକ, ସାମାଜିକ, ଆର୍ଥିକ, ଲୌକିକ ସବୁ ପ୍ରକାର ଆନନ୍ଦ ସୁଖ ଦେଇଥାନ୍ତି, ଆୟ ବଢ଼ି ଦେଇଥାନ୍ତି। ରୋଜଗାର ଏତେ ବଢ଼ିଯାଏ ଯେ ବ୍ୟକ୍ତି ସେ ଧନକୁ କିଛି କିଣାକିଣିରେ ମାଟି, ଜମି, ଘର, ସୁନା ଇତ୍ୟାଦିରେ ଲଗାଇ ଦିଏ। ଦଶ ମଙ୍ଗଳଙ୍କର ଏହି ଆଶୀର୍ବାଦ। ତା ଛଡ଼ା ଏବେ ଷଷ୍ଠରେ ଶନି, ନିକଟ ଅତୀତରେ ଶନି ଗଲେ ମୀନକୁ, ସେଠି ରାହୁ ଥିଲେ, ବୁଧ ଥିଲେ, ଶୁକ୍ର ଥିଲେ। ଏଣୁ ଷଷ୍ଠ ଶନି ସବୁ କଷ୍ଟ ହରଣ କରନ୍ତି, ମିଷ୍ଟ ବଚନ ଶୁଣାନ୍ତି, ଇଷ୍ଟଙ୍କ କଲ୍ୟାଣ ଲାଭ କରାନ୍ତି, ତୁଷ୍ଟ ହୁଅନ୍ତି, ମିଷ୍ଟାନ୍ନ ଭୋଜନ କରାନ୍ତି। ସେଭଳି ରାହୁ ବାହୁବଳକୁ ବଢ଼େଇ ଦିଅନ୍ତି, ଶକ୍ତି, ସାମର୍ଥ୍ୟ, ବୁଦ୍ଧି, ବିବେକକୁ ଶୃଙ୍ଖଳିତ କରନ୍ତି। ରାହୁ ସବୁ ଦିଗରୁ ମଙ୍ଗଳ ହୁଏ। ଷଷ୍ଠସ୍ଥ ଶୁକ୍ର ବି କମ୍ ଦୟା କରନ୍ତିନି। ଏହି ଦୃଷ୍ଟିକୋଣରୁ ବର୍ତ୍ତମାନ ଦଶମସ୍ଥ ମଙ୍ଗଳ, ଷଷ୍ଠସ୍ଥ ଶନି, ଷଷ୍ଠସ୍ଥ ରାହୁ, ଷଷ୍ଠସ୍ଥ ଶୁକ୍ର ସର୍ବାଙ୍ଗୀନ କଲ୍ୟାଣ କରିବେ। ତେଣୁ ଏହା ପୂର୍ବରୁ ତୁଳା ରାଶିର ସମସ୍ତ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ଦଗ୍ଧୀଭୂତ ହେଉଥିଲେ। ଏବେ ଆଉ ନୁହଁ, ପୁଣି ମେ 15 ପରେ ଆଦୌ ନୁହଁ। ଆସନ୍ତୁ ଟିକେ ଶୁଣିଦେବା ପ୍ରବନ୍ଧରେ କ'ଣ ବର୍ଣ୍ଣନା କରାହେଇଛି।
ଏ ମାସରେ ମାନେ ମହାବିଷୁବ ସଂକ୍ରାନ୍ତି ଠାରୁ 30 ଦିନ ତୁଳାରାଶି ପାଇଁ ଦଶମ ମଙ୍ଗଳ ସମସ୍ତ ପ୍ରକାର ସୁଖ ଦେଇ ମନସ୍କାମନା ପୂର୍ଣ୍ଣ କରିଦେବେ। ମନ ଖୁସି ହୋଇଯିବ। ଅବଶ୍ୟ ସବୁ ଚିନ୍ତା ଦୂର ହେବ। ମିନସ୍ଥ ଷଷ୍ଠସ୍ଥ ବୁଧ ବଢ଼ିଆ ଲାଭ ଦେଇଥାନ୍ତି। ଅଷ୍ଟମସ୍ଥ ବୃହସ୍ପତି ନକ୍ଷତ୍ର ତ୍ରୟଙ୍କୁ ଅଲଗା ଅଲଗା ଫଳ ଦେବେ। ମନ ଖୁସି କରିଦେବେ। ଆନନ୍ଦ ଏତେ ଦେବେ ଯେ ଅତୀତରେ ହୋଇଥିବା ସମସ୍ତ ଦୁଃଖକୁ ସେ ଭୁଲିଯିବେ। ଷଷ୍ଠସ୍ଥ ଶନି ବହୁ ସୁଖ ଓ ଲାଭ ଦେଇ ଆନନ୍ଦରେ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଷଷ୍ଠସ୍ଥ ରାହୁ ସୁଜ୍ଞାନ ସୁମନ ଓ ସୁସୁଖ ଦେଇ ଅତି ଆନନ୍ଦିତ କରିବେ। ସୁଖ ପୁଣି ସୁସୁଖ। ଯେଉଁ ସୁଖ କ୍ଷଣିକ ସେ ସୁଖ। ସୁସୁଖ ବୋଇଲେ ଅଭୁଲା ସୁଖ। ଅନ୍ୟ ପକ୍ଷରେ ରବିଙ୍କ ପାଇଁ 14, 15, 16 ନକ୍ଷତ୍ର ତ୍ରୟ ଉଚ୍ଚ କୋଟିର ସମ୍ମାନ ପାଇ ଖୁସି ହେବେ। ଦୂରଯାତ୍ରା ଯୋଗ ଅଛି। ଅଷ୍ଟମସ୍ଥ ଗୁରୁ, ଷଷ୍ଠସ୍ଥ ଶୁକ୍ର, ଦ୍ୱାଦଶସ୍ଥ କେତୁଙ୍କ ଯୋଗୁଁ ଶାରୀରିକ ଦୁଃଖ ବଢ଼ିଯିବ। 14 ନକ୍ଷତ୍ର ମୁଖ ରୋଗରେ ଯନ୍ତ୍ରଣା ପାଇବେ। 15 ଓ 16 ନକ୍ଷତ୍ରଙ୍କର ଗୁପ୍ତ ଅଙ୍ଗ ଦେହରେ ପୀଡ଼ା ହୋଇପାରେ। ପଞ୍ଚମାଧିପ ଶନି ଷଷ୍ଠରେ, ଏଣୁ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ନିଜେ ଗଢ଼ିବେ। ଉତ୍ତମ ଯୋଜନା କରି ସଫଳ ହେବେ। ସମସ୍ତ ବୈଜ୍ଞାନିକ, ଗବେଷକ, ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ, ଜିଜ୍ଞାସୁ ବ୍ୟକ୍ତି ସମୁଦାୟଙ୍କର ମନସ୍କାମନା ପୂର୍ଣ୍ଣ ହେବ। ସପ୍ତମାଧିପ ମଙ୍ଗଳ ଦଶମରେ, ଏଣୁ ମହିଳାଗଣ ଧର୍ମ ଦିଗରେ ମନ ଦେଇ ପରିବାରରେ ଶାନ୍ତି ଆଣିବା ପାଇଁ ପ୍ରୟାସ କରିବେ। ପାରିବାରିକ ସମ୍ମାନ ଓ ଧନ ବଢ଼ିଯିବ। ବ୍ୟବସାୟରେ ଭଲ ଲାଭ ହେବ। ସମସ୍ତ ବୃତ୍ତିର ଲୋକେ ଅଗ୍ରସର ହେବେ। କୃଷିର ବିକାଶ ହେବ। ଅତୀତର ସମସ୍ତ ସମସ୍ୟାର ସମାଧାନ ହେବ। କର୍ମ କ୍ଷେତ୍ରରେ ମଙ୍ଗଳ ଅଛନ୍ତି, ମାତ୍ର ସେ ନିଚରେ ଅଛନ୍ତି। ମଙ୍ଗଳ ଦଶମରେ କର୍ମକ୍ଷେତ୍ରରେ, କିନ୍ତୁ ସେ ନିଚରେ। କହିବାକୁ ଲାଜ ଲାଗୁଛି ଯେ ହୀନ ବୃତ୍ତିରୁ, ନିଚ ବୃତ୍ତିରୁ ଭଲ ଆୟ ହୁଏ ବୋଲି ଏଇ ଦୁଶ୍ଚିନ୍ତା ମୁଣ୍ଡକୁ ଆସିବ। ଆଉ ହୀନ ଉପାୟରେ, ନିଚ ଉପାୟରେ ଭଲ ରୋଜଗାର କରିବେ। କିନ୍ତୁ ଏକଥା କରିବା ପୂର୍ବରୁ ଟିକେ ଭାବିବେ। ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ। 10 ବର୍ଷ ପର୍ଯ୍ୟନ୍ତ ଅନ୍ୟାୟ ବିତ୍ତ ରହିବ। ଗୋବର ଉଠିଲା ବେଳେ ଯେମିତି ସାଙ୍ଗରେ ପଳାଏ, ମାଟିକି ଉଠାଏ, ଇଏ ମୂଳ ସହିତ ଆଉ କ'ଣ ନେଇଯିବ। ଟିକେ ଭୁଲ କାମ ନ କଲେ ଭଲ ହୁଅନ୍ତା। ତେଣୁ କର୍ମକ୍ଷେତ୍ରରେ କର୍ମଫଳ ସ୍ୱରୂପ ସମ୍ମାନିତ ହୋଇପାରନ୍ତି। ଚତୁର୍ଥାଧିପ ଶନି ଷଷ୍ଠରେ, ଏଣୁ ବନ୍ଧୁମାନେ ସହଜରେ ହାତ ବଢ଼ାଇବେ। ନୂତନ ବନ୍ଧୁ ମିଳିପାରନ୍ତି। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଷଷ୍ଠସ୍ଥ ବୁଧ, ଷଷ୍ଠସ୍ଥ ଶନି, ଷଷ୍ଠସ୍ଥ ରାହୁ, ଦଶମସ୍ଥ ମଙ୍ଗଳ ପୂର୍ଣ୍ଣ ସହଯୋଗ କରିବେ। ଏହି ଶନି ଚଳନରେ ତୁଳା ରାଶିର ବିଶେଷ ଲାଭ ହୋଇଛି। ଆଗକୁ ଆହୁରି ବଢ଼ିଆ ଲାଭ ହେବ। ତାପରେ ତ ବୃହସ୍ପତି ଆସିବେ, ଦେବେ ଆଉ। ରହିଲି ବନ୍ଧୁ, ଆଜି ମୁଁ ଅତୀତକୁ ସ୍ମରଣ କରାଇ ତୁଳା ରାଶି ବିଷୟରେ କହିଲି ବୋଲି ମନ୍ଦ କଲେ କି? ନାଇଁ। ରହିଲି, ନମସ୍କାର।